ଭଗବାନ ବନାମ ମାନବ କିଏ? ସାରା ଦୁନିଆର ମଣିଷମାନେ ଯଦି ଏହି ଧରାରେ ବାସ କରୁଥିବା ମାନବ ଓ ମାନବୀୟ ସମସ୍ୟା ଉପରେ ବେଶୀ ଚର୍ଚ୍ଚା ନ କରି ଈଶ୍ୱର ବା ଭଗବାନ ନାମକ ଏକ କାଳ୍ପନିକ ଶକ୍ତି ଉପରେ ବେଶୀ ଧ୍ୟାନ କେନ୍ଦ୍ରିତ କରିବେ, ତାହେଲେ ଆମେ କ'ଣ କହିବା? ଯାହାର ଅସ୍ତିତ୍ୱ ଆଜି ମଧ୍ୟ ପ୍ରମାଣିତ ହୋଇପାରିନି, ତାହା ପାଇଁ କେତେ ଯେ ବାଦ ବିବାଦ, ଯୁକ୍ତିତର୍କ, ହିଂସା ଓ ଯୁଦ୍ଧ ଚାଲିଛି, ତାର ହିସାବ ନାହିଁ। ପ୍ରକୃତରେ ମାନବ ଯେତେବେଳେ ନିଜ ଆଗରେ ଉପୁଜୁଥିବା ଜୀବନର ସମସ୍ୟାକୁ ଠିକ୍ ଭାବେ ବୁଝିପାରେ ନାହିଁ କିମ୍ବା ତାର ସମାଧାନ କରିବାକୁ ନିଜକୁ ଅକ୍ଷମ ଅନୁଭବ କରେ, ସେତିକିବେଳେ ସେ ତଥାକଥିତ କାଳ୍ପନିକ ଐଶ୍ୱରୀୟ ଶକ୍ତି ଆଗରେ ନତମସ୍ତକ ହୋଇ ବସିଯାଏ। ସୁଅ ମୁହଁର ପତ୍ର ଭଳି ସବୁକିଛି ଠାକୁରଙ୍କ ଇଚ୍ଛା ଭାବି ହାତ ଟେକି ରହିଯାଏ। ଏହି ନୈରାଶ୍ୟବାଦ ଓ ଭିତ୍ତିହୀନ ବିଶ୍ୱାସକୁ ଧର୍ମଗୁରୁମାନେ କହନ୍ତି ଭଗବାନଙ୍କ ପ୍ରତି ଭକ୍ତି ଓ ସମର୍ପଣ ଭାବ, ଯାହାର ମୂଳରେ ଅଛି କେବଳ ଅଜ୍ଞାନତା। ପୂର୍ବରୁ ଆଦିମାନବଙ୍କ କପୋଳକଳ୍ପିତ ସୃଷ୍ଟି ହେଉଛି ଭଗବାନ, କାରଣ ସେହି ସମୟର ମଣିଷ ପାଇଁ ବର୍ଷା, ମେଘ, ବିଜୁଳି, ଖରା, ରାତି, ଦିନ, ସୂର୍ଯ୍ୟ, ଚନ୍ଦ୍ର ଏବଂ ପ୍ରକୃତିର ବିଭିନ୍ନ ରୂପର ରହସ୍ୟ ଅବୁଝା ଥିଲା। କେତେବେଳେ ସେହି ପ୍ରକୃତି ଅତି ସୁନ୍ଦର ତଥା ରମଣୀୟ ହୋଇଥାଏ, ପୁଣି କେତେବେଳେ ସେହି ପ୍ରକୃତିର ଅତି ଭୟାବହ ରୂପ ଦେଖିବାକୁ ମିଳୁଛି। ପ୍ରାକୃତିକ ବିପର୍ଯ୍ୟୟ ଭିତରେ ଭୂମିକମ୍ପ, ବନ୍ୟା, ଝଡ଼ ବତାସ, ଭୀଷଣ ଗରମ କିମ୍ବା ଥଣ୍ଡା ଯୋଗୁଁ କେବଳ ମଣିଷ ନୁହେଁ, ସମସ୍ତ ଜୀବଜଗତ ପ୍ରଭାବିତ ହୋଇଥାଏ। ଏହା ବ୍ୟତୀତ ବ୍ୟକ୍ତିଗତ ଭାବେ ମଣିଷ ନିଜର ଶାରୀରିକ ବ୍ୟାଧି, ମାନସିକ ଦୁଶ୍ଚିନ୍ତା, ପାରିବାରିକ ଓ ସାମାଜିକ ସମସ୍ୟାକୁ ନେଇ ବହୁତ ବିବ୍ରତ ହୋଇପଡ଼ିଥାଏ। ବିଜ୍ଞାନର ବିକାଶ ହୋଇନଥିବାରୁ ପ୍ରକୃତିର ରହସ୍ୟ କାହାରିକୁ ବୁଝାପଡ଼ୁନଥିଲା। ମନରେ ଉଠୁଥିବା ପ୍ରଶ୍ନ କ'ଣ, କାହିଁକି ଓ କିପରିର ଉତ୍ତର ପାଉନଥିଲେ। ସେହି ସମୟର କେତେକ ବୁଦ୍ଧିଆ ମଣିଷ ଚିନ୍ତା କଲେ ଏବଂ ପ୍ରକୃତିର କୌଣସି ଗୋଟିଏ ଅଥବା ବହୁ ରୂପକୁ ପ୍ରତୀକ ଭାବେ ମାନିନେଇ ମେଘ, ବୃକ୍ଷ, ସୂର୍ଯ୍ୟ, ଆକାଶ, ପବନ ଇତ୍ୟାଦିରେ ସର୍ବୋଚ୍ଚ ଶକ୍ତି ବିଦ୍ୟମାନ ଥିବା ଭ୍ରମକୁ କଳ୍ପନା କରି ପ୍ରାର୍ଥନା କରିବା ସହିତ ପୂଜା କରିବା ଆରମ୍ଭ କରିଦେଲେ। କିଛି କାଳ ପରେ ମଣିଷର ମସ୍ତିଷ୍କ ଆହୁରି ବିକଶିତ ହେଲା। ସେ ବୁଝିପାରିଲା ଯେ ପ୍ରକୃତିର କୌଣସି ଏକ ରୂପ ସ୍ୱୟଂ ସମ୍ପୂର୍ଣ୍ଣ ନୁହେଁ ଏବଂ ସମସ୍ତେ ଗୋଟିଏ ଅଦ୍ଭୁତ କାର୍ଯ୍ୟ କାରଣର ଶୃଙ୍ଖଳାରେ ବନ୍ଧା ହୋଇଛନ୍ତି। ସେ ତାପରେ କେବଳ ଦୃଶ୍ୟ ପ୍ରତୀକ ଉପରେ ଆସ୍ଥା ହରାଇ ଏକ ଅଦୃଶ୍ୟ ଶକ୍ତିକୁ କଳ୍ପନାରେ ମାନିନେଲା। ଏହିଭଳି ନିରାକାର ଓ ସର୍ବୋଚ୍ଚ ଶକ୍ତି ରୂପେ ଭଗବାନଙ୍କ ଅସ୍ତିତ୍ୱ ପ୍ରତିଷ୍ଠା ଲାଭ କଲା। ଶାସ୍ତ୍ର ଓ ପୁରାଣ ବର୍ଣ୍ଣିତ କାହାଣୀ ସବୁ ପଢ଼ିଲେ କିମ୍ବା ଶୁଣିଲେ ସାଧାରଣତଃ ବେଶ୍ ତର୍କସଙ୍ଗତ ଲାଗୁଛି, କିନ୍ତୁ ତର୍କଶୀଳ ମନ ନେଇ ପୂର୍ବାଗ୍ରହ ତ୍ୟାଗ କରି ଚିନ୍ତା କଲେ ପ୍ରମାଣିତ ହୋଇଯାଉଛି ସେସବୁ ସହିତ ସାଧାରଣ ମାନବର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ। ସେସବୁ ମାନବର କଳ୍ପନା ପ୍ରସୂତ ମାୟାଜାଲ ମାତ୍ର, ଯାହା ମୂଳରେ ରହିଛି କେବଳ ଅଜ୍ଞାନତା, କିଛି ଦୂରେଇ ବସିବାର ଭୟ କିମ୍ବା କିଛି ଲାଭ ପାଇବାର ଲୋଭ, ମୋଟ ଉପରେ ଭିତ୍ତିହୀନ ବିଶ୍ୱାସ ହିଁ ଭରି ରହିଛି। ପୂର୍ବରୁ ଆଦିମାନବର ଭଗବାନଙ୍କ ସମ୍ପର୍କରେ ଯେଉଁ ଧାରଣା ସବୁ ଥିଲା, ଆଜିର ଯୁଗରେ ବିକଶିତ ମାନବ ପାଇଁ ସେସବୁ ଏକାନ୍ତ ଭାବେ ଠିକ୍ ବା ସତ୍ୟ ହେବା ଜରୁରୀ ନାହିଁ। ଯଦି ଆମେ ତାହା ସବୁ ସତ୍ୟ ବୋଲି ମାନିନେବା, ତଥାପି ପ୍ରଶ୍ନ ଉଠୁଛି, କେବଳ ମଣିଷ ଜୀବନ ସହିତ ଭଗବାନଙ୍କ ସିଧା ଓ ବିଶେଷ ସମ୍ବନ୍ଧ ରହିଲା କାହିଁକି? କେବଳ ମାନବ ହିଁ ସମସ୍ତ ଜୀବଜଗତ ମଙ୍ଗଳ ପାଇଁ ଧାର୍ମିକ କର୍ମକାଣ୍ଡ ଓ ପୂଜା ଅର୍ଚ୍ଚନା ସହିତ ନିଜକୁ ସମର୍ପଣ କରିବ କାହିଁକି? ଭଗବାନ ଯଦି ବା ଅଛି, ସେ ପ୍ରକୃତିର ବିଭିନ୍ନ ରୂପରେ ଆମ ଆଗରେ ଅଭିବ୍ୟକ୍ତ ହେଉଛି। ସେହିଭଳି ଗୋଟିଏ ନୈସର୍ଗିକ ପ୍ରକ୍ରିୟା କ୍ରମାଗତ ଭାବେ ଚାଲିଛି। ପ୍ରକୃତିରୁ ସୃଷ୍ଟି ହୋଇଥିବା ବୃକ୍ଷଲତା, ପଶୁପକ୍ଷୀ, ସୂର୍ଯ୍ୟ, ଚନ୍ଦ୍ର ନିୟମତଃ ନିଜ ନିଜ ପ୍ରାକୃତିକ ରୂପରେ ବିଦ୍ୟମାନ ଅଛନ୍ତି। ସେମାନେ ନିଜର କର୍ତ୍ତବ୍ୟ ମଧ୍ୟ ପାଳନ କରୁଛନ୍ତି। କେବଳ ମଣିଷ କାହିଁକି କୃତ୍ରିମତା ଆଣି ଅନେକ ପ୍ରକାର ଅବୈଜ୍ଞାନିକ ନୀତି ନିୟମ ଗଢ଼ି
କର୍ମକାଣ୍ଡ କରି ପ୍ରକାଶ କରିବାକୁ ଚାହିଁବ ଯେ ସେ କାହାରି ପାଖରେ ଋଣୀ, ତେଣୁ କୃତଜ୍ଞ ପ୍ରକଟ କରିବା ଆବଶ୍ୟକ। ଏକ ଭିତ୍ତିହୀନ ବିଶ୍ୱାସର ବଶବର୍ତ୍ତୀ ହୋଇ ସେ କାହିଁକି ନିଜର ମୂଲ୍ୟବାନ ସମୟ, ଶକ୍ତି ଓ ଧନ ନଷ୍ଟ କରିବ? ଆହୁରି ଏକ ପ୍ରଶ୍ନ ଉଠୁଛି, ଯାହା ନୈସର୍ଗିକ ପ୍ରକ୍ରିୟା ବା କଥିତ ଭଗବାନଙ୍କ କାର୍ଯ୍ୟ, ତା ସହିତ ମାନବର ଏହି କର୍ମକାଣ୍ଡ ସହିତ କ'ଣ ସମ୍ବନ୍ଧ ରହୁଛି? ସତରେ ଭଗବାନ କ'ଣ ମାନବଠାରୁ ଏସବୁ ଅପେକ୍ଷା ରଖୁଛି? ଯଦି ଅପେକ୍ଷା ରଖୁଛି, ତେବେ ଦୁନିଆର ସବୁ ଧର୍ମରେ ଅପେକ୍ଷାର ସ୍ୱରୂପ ଏକାଭଳି ହୋଇନାହିଁ କାହିଁକି? ଆମେ ଦେଖୁଛୁ, ଭଗବାନଙ୍କ ଅପେକ୍ଷାର ରୂପ ଏକ ନୁହେଁ କିମ୍ବା ନିଶ୍ଚିତ ମଧ୍ୟ ନୁହେଁ। ଗୋଟିଏ ଯୁଗ ଓ ଗୋଟିଏ ଦେଶର ବ୍ୟକ୍ତିମାନେ ଯେଉଁ ମାନଦଣ୍ଡ ନେଇ ଭଗବାନଙ୍କ ଅପେକ୍ଷାକୁ ଦେଖୁଛି, ଅନ୍ୟ ଏକ ଯୁଗ ଓ ଅନ୍ୟ ଏକ ଦେଶର ବ୍ୟକ୍ତିମାନଙ୍କ ପାଇଁ ତାହା ସମ୍ପୂର୍ଣ୍ଣ ବଦଳି ଯାଉଛି। ଉଦାହରଣତଃ ଉତ୍ତର ବୈଦିକ କାଳରେ ନିତ୍ୟ ଯଜ୍ଞକର୍ମ ଉପାସନାର ଏକ ଅନିବାର୍ଯ୍ୟ ଅଙ୍ଗ ଥିଲା ଏବଂ ମାଂସ ଭକ୍ଷଣ ବ୍ରାହ୍ମଣମାନଙ୍କ ସହିତ ସମସ୍ତଙ୍କ ପାଇଁ ଏକ ସାଧାରଣ କଥା ଥିଲା। କିନ୍ତୁ ଭକ୍ତିକାଳ 1500-1600 ଶତାବ୍ଦୀ ପର୍ଯ୍ୟନ୍ତ ଆସୁ ଆସୁ ଯଜ୍ଞ ପ୍ରଥା ବହୁତ କମିଗଲା ଏବଂ ମାଂସ ଭକ୍ଷଣକୁ ଦୋଷ ବୋଲି କୁହାଗଲା। ବିଶେଷ କରି ବ୍ରାହ୍ମଣମାନଙ୍କ ପାଇଁ ତାହା ବର୍ଜିତ ହୋଇଗଲା। ବେଦମାନଙ୍କରେ ଇନ୍ଦ୍ର ଥିଲେ ଦେବତାମାନଙ୍କର ରାଜା ଓ ସବୁଠାରୁ ବଡ଼ ଦେବତା। କିନ୍ତୁ ଗୁପ୍ତକାଳ ଆସିଲା ବେଳକୁ ବିଷ୍ଣୁ ଅପେକ୍ଷା ଇନ୍ଦ୍ର ହୀନତର, ଲମ୍ପଟ ଓ ଦୁରାଚାରୀ ହୋଇଗଲେ। ଭାରତରେ ହିନ୍ଦୁମାନେ ମୂର୍ତ୍ତି ପୂଜାକୁ ଭକ୍ତି ଭାବରେ ଏକ ସହଜ ସାଧନ ରୂପେ ମାନୁଥିବା ବେଳେ ଆରବ ଦେଶରେ ବିକଶିତ ଇସଲାମ ଧର୍ମରେ ତାହା କାଫେରମାନଙ୍କ ଲକ୍ଷଣ ବୋଲି ମାନିଲେ। ପ୍ରାୟ ଦେଖାଯାଏ, ମଣିଷମାନଙ୍କୁ ଧର୍ମବେଳୀରେ ବାନ୍ଧି ରଖିବା ପାଇଁ ଆଚାର ଓ ବିଚାର ଦୁଇଟି ଯାକ ଅସ୍ତ୍ର ବ୍ୟବହାର କରାଯାଏ। ଏହିସବୁ ଅବ୍ୟବସ୍ଥା ଦେଖି ମନେ ହେଉଛି ଧର୍ମର କଳ୍ପନା କରିଥିବା ଚାଲାକ ଲୋକମାନେ ଜାଣିଶୁଣି କର୍ମକାଣ୍ଡଗୁଡ଼ିକୁ ତଥାକଥିତ ଭଗବାନ ସହିତ ଯୋଡ଼ି ରଖିଛନ୍ତି, ଯାହାଦ୍ୱାରା ସେମାନେ ଏକ ବଳିଷ୍ଠ ନିୟମ ଭିତରେ ଧର୍ମଭୀରୁ ମାନବ ସମାଜକୁ ଜଡ଼ ବା ଅପାଙ୍ଗ ବନେଇ ରଖିପାରିବେ। ପ୍ରତ୍ୟେକ ଧର୍ମରେ ସମୟାନୁକ୍ରମେ ପରିବର୍ତ୍ତନ ଘଟୁଛି। ତାର ସ୍ୱରୂପ କେବେ ବି ସ୍ଥିର ବା ଏକାଭଳି ରହୁନାହିଁ। ହିନ୍ଦୁ ଧର୍ମରେ ବୈଦିକ ଓ ପୁରାଣ କାଳରେ ଥିବା ଯଜ୍ଞ, ମାଂସାହାର, ବହୁପତ୍ନୀ, ବହୁପତି ଆଦି ପ୍ରଥା ଆଜିର ଯୁଗରେ ପ୍ରାୟ ଲୁପ୍ତ ହୋଇଗଲାଣି। ଜୈନମାନେ ମୂଳତଃ ମୂର୍ତ୍ତି ପୂଜକ ନଥିଲେ, କିନ୍ତୁ ଆଜି ଅନେକ ସ୍ଥାନରେ ଜୈନ ମନ୍ଦିର ନିର୍ମାଣ ହୋଇଛି। ସେହି ମନ୍ଦିର ଭିତରେ ବିଧି ଅନୁସାରେ ପୂଜା ଅର୍ଚ୍ଚନା ମଧ୍ୟ ହେଉଛି। ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ କଥିତ ଧର୍ମ ମଧ୍ୟ ଭଗବାନ ଭଳି ମାନବର ଏକ ଭ୍ରମ ମାତ୍ର। ମାନବର ପରଲୌକିକ ମହତ୍ତ୍ୱ କେବଳ କଳ୍ପନା ବ୍ୟତୀତ ଆଉ କିଛି ନୁହେଁ। ଧର୍ମ ବିଷୟରେ ଆଲୋଚନା କଲେ ଧାର୍ମିକ ଲୋକମାନେ ପ୍ରାୟ ତର୍କ ଦିଅନ୍ତି, ଆଚାର ଓ କର୍ମକାଣ୍ଡ ତ ଆମର ଦୈନନ୍ଦିନ ସାମାଜିକ ଜୀବନର ଏକ ବ୍ୟବହାରିକ ଅଂଶ, କିନ୍ତୁ ଧର୍ମର ସମ୍ବନ୍ଧ ହେଉଛି ସେହି ସବୁ ଉଚ୍ଚ ଧାରଣା ବା ବିଚାର, ଯାହାଦ୍ୱାରା କ୍ଷୁଦ୍ର ମାନବର ପ୍ରଗତି ଓ ସମୃଦ୍ଧି ଘଟୁଛି। ପ୍ରଶ୍ନ ଉଠୁଛି, ଏହା ଯଦି ସତ, ତାହେଲେ ଭଗବାନ, ପାପ, ପୁଣ୍ୟ, ସ୍ୱର୍ଗ, ନର୍କ ଆଦି ମାନବ ସହିତ ଯୋଡ଼ିବା ଆବଶ୍ୟକ କ'ଣ? ଦୁଇଟି ଭାଗକୁ ଅଲଗା ଅଲଗା ଭାବେ ରଖାଯାଉନି କାହିଁକି? ଏହା ପଛରେ ଥିବା କାରଣ ମଧ୍ୟ ସ୍ପଷ୍ଟ ହୋଇଯାଉଛି। ଅଦୃଶ୍ୟ ସତ୍ତା, ଅଦୃଶ୍ୟ ଲାଭ ଏବଂ ଅଦୃଶ୍ୟ ଦଣ୍ଡର ଭୟ ସହିତ ଯୋଡ଼ି ଧର୍ମର ଠିକାଦାର, ପଣ୍ଡିତ, ମୌଲା ଓ ପାଦ୍ରୀମାନଙ୍କ ସାହାଯ୍ୟରେ ବଢ଼ୁଥିବା ପୁଞ୍ଜିପତି ବ୍ୟାପାରୀ ନିଜର ହିତ ସାଧନ ଦେଖୁଛନ୍ତି। ସେଥିପାଇଁ ସେମାନେ ସାମାଜିକ ଆଚାରକୁ ଧର୍ମ ନାମରେ ରୂଢ଼ିବାଦକୁ ଅଧିକରୁ ଅଧିକ କଠୋର କରି ଚାଲିଛନ୍ତି। ସେମାନେ ଭଲ କରି ଜାଣିଛନ୍ତି, ଯେତେବେଳେ ଯାଏଁ ସରଳ ବିଶ୍ୱାସୀ ଜନତାର ମସ୍ତିଷ୍କରେ ସମସ୍ତ ତର୍କଦ୍ୱାର ଓ ଝର୍କା ବନ୍ଦ ରଖାଯାଇପାରିବ, ସେତେବେଳେ ଯାଏଁ ସେମାନଙ୍କୁ ଶୋଷଣ କରିବା ସମ୍ଭବ। ଏହା ସ୍ପଷ୍ଟ ଦେଖିବାକୁ ମିଳେ ଯେ ଧର୍ମର ପରିଭାଷା ଏବଂ ବ୍ୟାଖ୍ୟା ଯେତେ ତର୍କସଙ୍ଗତ ଓ ବୌଦ୍ଧିକ ଭାବେ କରାଯାଉନା କାହିଁକି, ଧର୍ମର ମାନଦଣ୍ଡ ସାମାଜିକ ଜୀବନରେ କେବଳ ଧର୍ମଗୁରୁମାନଙ୍କ ନିର୍ଦ୍ଧାରିତ ଲୋକାଚାର ଭାବେ ପ୍ରଚଳିତ ହେଉଛି। ଧର୍ମ ମାର୍ଗକୁ ଆପଣ କଥିତ ଭକ୍ତି ମାର୍ଗ କୁହନ୍ତୁ ଅଥବା ଜ୍ଞାନ ମାର୍ଗ କୁହନ୍ତୁ, ଦୁଇଟି ଯାକ ପଳାୟନବାଦୀ ମାର୍ଗ।
କାରଣ ଭକ୍ତି ମାର୍ଗରେ ଅନ୍ଧଶ୍ରଦ୍ଧା ଓ କର୍ମକାଣ୍ଡ ଭରି ରହିଛି ଏବଂ ଜ୍ଞାନ ମାର୍ଗରେ ଏକ ବିଭ୍ରାନ୍ତିକର ଆତ୍ମବିଶ୍ୱାସ ଭରି ରହିଛି। ଯାହା ହେଲେ ବି ଦୁଇଟି ଯାକ ମାନବକୁ ବାସ୍ତବ ଦୁନିଆରୁ ଦୂରେଇ ରଖୁଛି। ଭକ୍ତିର ମାର୍ଗ ଲୋକ ଧର୍ମର ଶିକ୍ଷା ଦେବା ବାହାନାରେ ସମାଜକୁ ରୂଢ଼ିବାଦ, ଆଡ଼ମ୍ବରମୟ କାର୍ଯ୍ୟକଳାପ ଏବଂ ଭିତ୍ତିହୀନ ବିଶ୍ୱାସ ହିଁ ଦେଇଛି। ଜ୍ଞାନ ନାମରେ କେବଳ ମୃତ୍ୟୁ ହିଁ ଜୀବନର ସତ୍ୟ। ଦୁନିଆର ସମସ୍ତ ଜୀବନ୍ତ ଓ ଜଡ଼ ବସ୍ତୁ କ୍ଷଣିକ ଓ ଅସ୍ଥାୟୀ କହି ଚଳନ୍ତି। ଜୀବନକୁ ଅସ୍ୱୀକାର କରିଦେଇଛି। ଗୋଟିଏ ମାର୍ଗ ଜୀବନକୁ ବିକୃତ କରିଦେଉଛି ତ ଅନ୍ୟ ମାର୍ଗଟି ଜୀବନକୁ ଉପେକ୍ଷା କରିଦେଉଛି। ୟୁରୋପରେ ଖ୍ରୀଷ୍ଟିଆନଙ୍କ ସହ ମୁସଲମାନଙ୍କ ଲଢ଼େଇ। କେବଳ ଖ୍ରୀଷ୍ଟିଆନମାନଙ୍କ ଭିତରେ କ୍ୟାଥୋଲିକ ଓ ପ୍ରୋଟେଷ୍ଟାଣ୍ଟମାନଙ୍କ ସଂଘର୍ଷ। ହିନ୍ଦୁ ଓ ମୁସଲମାନମାନଙ୍କ ପାରସ୍ପରିକ ବିଦ୍ୱେଷ ମନୋବୃତ୍ତି। ଶୈବ ଓ ଶାକ୍ତ, ଅକାଳୀ ଓ ଶିଖ। ମୁସଲମାନ ଭିତରେ ଶିଆ ଓ ସୁନ୍ନି। ହିନ୍ଦୁମାନଙ୍କ ସହ ବୌଦ୍ଧ ଓ ଜୈନମାନଙ୍କର ସଂଘର୍ଷର କାହାଣୀ ଇତିହାସ ପୃଷ୍ଠାରେ ଭରି ରହିଛି। ହିନ୍ଦୁମାନଙ୍କ ଭିତରେ ଉଚ୍ଚ ଓ ନୀଚ ଜାତି ଭିତରେ ଲଢ଼େଇ ଆଜି ଶିଖର ସ୍ଥାନରେ ପହଞ୍ଚି ଯାଇଛି। ଲୋକମାନଙ୍କ ଭିତରେ ସ୍ନେହ ସୌହାର୍ଦ୍ଦ୍ୟ କିପରି ସୃଷ୍ଟି ହେବ ତାହା କାହାରିକୁ ବୁଝାପଡ଼ୁନି। ମାନବତା ପ୍ରଚାର କରୁଥିବା ଭଣ୍ଡ ଧର୍ମଗୁରୁମାନେ ଜାତିବାଦକୁ ବଞ୍ଚେଇ ରଖିବାକୁ ଚାହୁଁଛନ୍ତି। ଶାସକ ଗୋଷ୍ଠୀ କେବେ ବି ଚାହୁଁନାହାନ୍ତି ଯେ ସମାଜରେ ଜାତିପ୍ରଥା ନ ରହୁ। ଜାତିପ୍ରଥା ନ ରହିଲେ ସେମାନଙ୍କର ଭୋଟ ବ୍ୟାଙ୍କ ଖାଲି ହୋଇଯିବ। ଧର୍ମୀୟ ମତବାଦକୁ ନେଇ ସଂସାରରେ ଯେଉଁଭଳି ଧର୍ମାବଲମ୍ବୀମାନଙ୍କ ଭିତରେ ଘୃଣା, ଦ୍ୱେଷ ଓ ହିଂସାର ପ୍ରସାର ହୋଇଛି ଏବଂ ଯେଉଁଭଳି ଦୁନିଆଟି ଗୋଟିଏ ଆଖଡ଼ାସ୍ଥଳୀ ପାଲଟି ଯାଇଛି ସେକଥା କିଏ ବା ନ ଜାଣେ। ସାରା ଦୁନିଆରେ ଯେଉଁ ପରିମାଣରେ ଶୋଷଣ, ଅତ୍ୟାଚାର, ରକ୍ତପାତ ଏବଂ ଅବ୍ୟବସ୍ଥା ଭିତରେ ମାନବ ସମାଜ ଗତି କରୁଛି ସେସବୁ ଦେଖିଲେ ଆଦୌ ବିଶ୍ୱାସ ହେଉନି ଯେ ଭଗବାନ ଭଳି କୌଣସି ଅତି ମାନବୀୟ ମହାନ ସତ୍ତା କେଉଁଠି ଅଛି ଯିଏକି ପୂଜା ପାଇବାର ଯୋଗ୍ୟ। ସେଥିପାଇଁ ମାନବ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ ନୂତନ ବୈଜ୍ଞାନିକ ଚିନ୍ତନ ଜାଗ୍ରତ ହେବା ଉଚିତ। ପ୍ରତ୍ୟେକ ବିଷୟକୁ ତର୍କ ଦେଇ ବିଚାର କରିବା ଉଚିତ। ଭଗବାନ ଓ ଧର୍ମର ମାୟାଜାଲକୁ ଠିକ୍ ଭାବେ ଚିହ୍ନିବା ଉଚିତ। ତେବେ ଯାଇ ମାନବର ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ସ୍ତରରେ କଲ୍ୟାଣ ସାଧନ ହୋଇପାରିବ। ଈଶ୍ୱରଙ୍କ ସ୍ଥିତି। ମଜା କଥା ହେଉଛି ଯେ ଆଦିମ କାଳରୁ ମଣିଷମାନେ ହିଁ ଈଶ୍ୱରଙ୍କ ଅସ୍ତିତ୍ୱକୁ ପ୍ରମାଣିତ କରିବା ପାଇଁ ବିଭିନ୍ନ ଉପାୟ ଖୋଜୁଛନ୍ତି। ଈଶ୍ୱର କିନ୍ତୁ କେବେ ନିଜର ଅସ୍ତିତ୍ୱର ପ୍ରମାଣ ଦିଅନ୍ତି ନାହିଁ। ଏଇଥିରୁ ବୁଝାପଡ଼ୁଛି ଯେ ଯିଏ ନାହିଁ ସେ ନିଜକୁ ପ୍ରମାଣିତ କରିବ କିପରି? ହେତୁବାଦୀ ବାଲ୍ମୀକି ନାୟକଙ୍କ ଲିଖିତ ଆଜିର ଏ ପ୍ରବନ୍ଧ ଆପଣମାନଙ୍କୁ କେମିତି ଲାଗିଲା ନିହାତି ଜଣାଇବେ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, ଭିଡ଼ିଓକୁ ସେୟାର କରନ୍ତୁ, କମେଣ୍ଟ ବକ୍ସରେ ନିଜର ମତାମତ ଦିଅନ୍ତୁ। ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନ୍ରେ କ୍ଲିକ୍ କରନ୍ତୁ। ପୁଣି ଦେଖା ହେବ ଆଉ ଏକ ନୂଆ ଶିକ୍ଷଣୀୟ ଭିଡ଼ିଓରେ। ନମସ୍କାର।